ଶ୍ରୀଲଙ୍କାରେ ତାଣ୍ଡବ ପରେ ଭାରତ ମୁହାଁ ଡିଟୁଆ। ଏହିସବୁ ରାଜ୍ୟକୁ ଜାରି ହେଲା ରେଡ୍ ଆଲର୍ଟ। ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଭାରତ ମୁହାଁ ବାତ୍ୟା ଡିଟୁଆ। ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ। ବାତ୍ୟା ଉତ୍ତର ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇଛି। ଆସନ୍ତା 2 ଦିନ ଧରି ତାମିଲନାଡୁ, ଆନ୍ଧ୍ର ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୀଲଙ୍କା ପରେ ଭାରତ ମୁହାଁ ବାତ୍ୟା ଡିଟୁଆ। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ତାମିଲନାଡୁରେ 100 କିଲୋମିଟର ବେଗରେ ପବନ ବହିପାରେ। ଶ୍ରୀଲଙ୍କା ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଡିଟୁଆ ଯୋଗୁଁ ଦକ୍ଷିଣ ଭାରତରେ ଜାରି ରହିଛି ପ୍ରବଳ ବର୍ଷା। IMD ଅନୁସାରେ ଆଜି ଓ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ୟାନମ୍ ଏବଂ ରୟାଲସୀମାରେ ଡିସେମ୍ବର 2 ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ 70ରୁ 80 କିଲୋମିଟର ବେଗରେ ପବନ ବହିବ। ଏଥିପାଇଁ ସମସ୍ତ ପ୍ରକାର ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛି NDRF ଏବଂ SDRF ଟିମ୍। ଏଥିସହ ସେନା ମଧ୍ୟ ବାତ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଶ୍ରୀଲଙ୍କାର ବାତ୍ୟା ଡିଡୁଆ 150ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି। 20,000ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିଥିବା ବେଳେ 78,000 ଲୋକ ଆଶ୍ରୟସ୍ଥଳରେ ରହିଛନ୍ତି। ଏପରି ସ୍ଥିତିରେ ଭାରତ ଅପରେସନ୍ ସାଗର ବନ୍ଧୁ ଜରିଆରେ 2ଟି ବିମାନରେ ଶ୍ରୀଲଙ୍କାକୁ ରିଲିଫ୍ ସାମଗ୍ରୀ ପଠାଇଛି। ପୂର୍ବରୁ କଲମ୍ବୋରେ ଥିବା ଏକ ଭାରତୀୟ ଯୁଦ୍ଧପୋତ ମଧ୍ୟ ପୀଡ଼ିତଙ୍କ ସହାୟତା ପାଇଁ ନିଜର ରାସନ ଦାନ କରିଛି। ଏହା ସହିତ ଭାରତୀୟ ବାୟୁସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ଶ୍ରୀଲଙ୍କାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସହାୟତା ପାଇଁ ଭାରତୀୟ ବାୟୁସେନା 21 ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି। ଏଥିସହିତ ଉଦ୍ଧାର କାର୍ଯ୍ୟରେ ସହାୟତା ନିମନ୍ତେ ଭାରତ 80 ଜଣ NDRF କର୍ମଚାରୀ ଏବଂ 8 ଟନ୍ ଉପକରଣ ପଠାଇଛି। ଭାରତୀୟ ବାୟୁସେନାର ଗୋଟିଏ C-130 ଏବଂ ଗୋଟିଏ IL-76 ବିମାନକୁ ରିଲିଫ୍ ପଠାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ବାତ୍ୟା ଡିଡୁଆ ପାଇଁ ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶ ହାଇ ଆଲର୍ଟ ଜାରି କରିଛି। 47 ଉଡ଼ାଣ ରଦ୍ଦ ହେବା ସହ ଟ୍ରେନ୍ ସେବା ବାତିଲ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଗାମୀ କିଛି ଦିନ ପାଇଁ ଏହିସବୁ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରିଛି।